ସେମାନେ ବହୁତ ନିଜର ସମ୍ପର୍କ ଫୋନ କରି ବୁଝି ସେ ବି ଫୋନ ଫାନ କିଛି ନେଇନାହାନ୍ତି। ଗୋଟେ କୁଲି ମଜୁରୀ କରିବା ବ୍ୟକ୍ତି, ଘରକୁ ଚଳଉଥିବା ବ୍ୟକ୍ତି, ୟଙ୍ଗ ପିଲାଟେ। ଆଉ ଯେତେବେଳେ କହିଲେ, ମତେ ଯେତେବେଳେ ଫୋନ କଲେ ସନ୍ଧ୍ୟା ବେଳେ ଯେ ଏମିତି ଏମିତି ସାର୍, ଆଉ ଆଜି ଦିନ ସାରା ଏମିତି ହେଇଛି, ଆମେ ଖୋଜୁଛୁ ପାଉନୁ, ଆପଣ ଟିକେ ଆଉ ପ୍ରାର୍ଥନା କରନ୍ତୁ। ମୁଁ ଯେତେବେଳେ ଇଭିନିଂରେ ସେ କଥା ଶୁଣିଲି, ଏର୍ଲି ମର୍ଣ୍ଣିଂ ପ୍ରେୟରରେ ମୁଁ ସେଇ ଦିନ ଆଉ ଜଣେଇଥିଲି ତା ନା ଟିଟୁ ନାଇକ, ତା ନା ଟିଟୁ ନାଇକ, ଆଉ ତାଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ। ତ ଯେତେବେଳେ ପ୍ରାର୍ଥନା ଆପଣ ମାନେ କରିଲେ, ଆମେ ବି ସମସ୍ତେ ପ୍ରାର୍ଥନା କରୁଥିଲୁ। ସେଇ ଭାଇ ତାର ନେକ୍ସଟ ଦିନ ବା ସେଇ ସନ୍ଧ୍ୟା ବେଳକୁ ସେ ଘରକୁ ଫେରିଲେ। ଗୋଟେ ଘରକୁ ଫେରିଲା ପରେ ମୁଁ ଫୋନ ଫାନରେ କଣ୍ଟାକ୍ଟ କରିକି ପୁଣି ଗଲି, ତାକୁ ପଚାରିଲି କଣ ତୁ କୁଆଡେ ପଳଉଥିଲୁ, କଣ କେମିତି କଣ? ସେ କହିଲେ ନାଇଁ ସାର୍, ଆଉ ବିଭିନ୍ନ କିଛି ତାଙ୍କର ଫ୍ୟାମିଲି ପ୍ରୋବ୍ଲେମ, ଫ୍ୟାମିଲି ଚିନ୍ତା, ଆଉ ଫ୍ୟାମିଲିରେ ଟିକେ ଅଶାନ୍ତି ସକାଶେ ମୁଁ ଯାଉଥିଲି, ଆଉ ଅଲରେଡି ଗୋଟେ ଜାଗାକୁ, ଯୋଉ ଜାଗାରେ କି ପୁରା ଡେଇଁକି ମରିଯିବି ବୋଲି। ମାନେ ସେ ଯୋଉ ପଟ ଯାଉଥିଲେ ସେପଟ ଆମମାନଙ୍କର ଖୋର୍ଦ୍ଧାରୁ ସିଧା ଯାଇଥାନ୍ତ ସେ ହଳଦିଆ ଫଳଦିଆ ହେଇକି ଗୋଟେ ସେ ଗୋଟେ ମହାନଦୀ ଯୋଉ ଯିବ ସେପଟ ବାହାରିବ, ସେପଟ ସେ ଯାଉଥିଲେ। ସେ କହିଲେ ଯେ ମୁଁ ପାଣିରେ ଆଉ ଡେଇଁ ଯାଇଥାନ୍ତା, ସେମିତି ମୋ ମନରେ ଅଶାନ୍ତି ଥିଲା। ତ କିନ୍ତୁ ଯିବା ବେଳେ ଯେତେବେଳେ ରାତି ହେଇଛି ତ ସେ ଅନ୍ୟ ଗୋଟେ ଦୋକାନ ପିଣ୍ଡାରେ ଆଉ ସେ ରାତ୍ରି ଯାପନ କରିଛନ୍ତି। ରାତ୍ରି ଯାପନ କଲା ବେଳେ ଠିକ 4ଟା 5ଟା ଭିତରେ ପ୍ରଭୁ ତା ମନରେ କଣ ଚିନ୍ତା ଦେଲେ, ସେ କହିଲେ ସେଇଠୁ ସେ ବ୍ରେକ୍ କରିଛନ୍ତି ଘରକୁ। କିଛି ନେଇନାହାନ୍ତି, ଗାଡି ମଟର କିଛି ନାହାନ୍ତି, ଚାଲି ଚାଲି ସେ ବ୍ରେକ୍ କରିଛନ୍ତି। ସେ କହିଲେ ସାର୍ କଣ ହେଲା କେଜାଣି, ମତେ ଭୋର 4ଟା 5ଟା ଭିତରେ ମତେ ଆଉ ଗୋଟେ ଏମିତି ମନ ଆସିଲା, ଆରେ କଣ ମୁଁ ଗୋଟେ ଭୁଲ କରିବା ପାଇଁ ଯାଉଛି। ସେ ପୁଣି ଘରକୁ ଆସିକି ପହଞ୍ଚିଲେ। ମୁଁ ଜାଣିଲି, ପ୍ରଭୁଙ୍କୁ ଧନ୍ୟବାଦ ଦେଲି ଯେ 4ଟା 5ଟା ଭିତରେ ମୁଁ ପ୍ରଭୁଙ୍କ ନିକଟରେ ଆପଣମାନଙ୍କୁ ଅନୁରୋଧ କରିଥିଲି ପ୍ରାର୍ଥନା କରିବା ପାଇଁ, ଆଉ ତାର ପ୍ରଭାବରେ ନିଶ୍ଚିତ ପ୍ରଭୁ କାର୍ଯ୍ୟ କଲେ। ଆପଣମାନଙ୍କର ପ୍ରାର୍ଥନା ପାଇଁ ମୁଁ ବିଶେଷ ଧନ୍ୟବାଦ। ସେଥିପାଇଁ ମୋର ପରିବାର ନିକଟରେ ମୁଁ କୃତଜ୍ଞ ଯେ ମୁଁ ଜାଣିଲି ଯେ ନିଶ୍ଚିତ ଭାବରେ ଏର୍ଲି ମର୍ଣ୍ଣିଂ ପ୍ରେୟରର ଆଉ ନିଶ୍ଚିତ ପ୍ରଭାବ ପ୍ରଭୁ ସାହାଯ୍ୟ କଲେ। ସେ ପୁଅକୁ ଆଉ ଫେରେଇକି ଆଣିଲେ, ଆଉ ତାଙ୍କର ପରିବାରରେ ଆଉ ଖୁସି ଆନନ୍ଦ, ଆଉ ସେ ସମସ୍ତ ବିଷୟ ଦେଖି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ଆପଣମାନଙ୍କୁ ମଧ୍ୟ ଆଉ ଧନ୍ୟବାଦ ଦିଏ। ଆଉ ଗୋଟେ ସାକ୍ଷ୍ୟ, ମୁଁ ଗାଁକୁ ମଝିରେ ଯାଇଥିଲି ଗୋଟେ କାର୍ଯ୍ୟ ନିମନ୍ତେ, ଯୋଉ ଘର କାର୍ଯ୍ୟ ମୋର ଇନ୍ଦିରା ଆବାସ ଘରଟି ଅଛି। ଆମେ କେତେବେଳେ ଗାଁକୁ ଗଲେ ଆମେ ରହିବା ପାଇଁ ଟିକେ ଅସୁବିଧା ହଉଛି ବୋଲିକି, ତ ଯେତେବେଳେ ଘରୁ ଆସିଲା ସେମିତି ରହିଛି ସେ ଘରଟା, ସେମିତି ମାନେ କରେଣ୍ଟ କାମ ସେମିତି କିଛି ହେଇନି। ତ ଜଣେ ଗୋଟେ ମିସ୍ତ୍ରୀକୁ ବୁଝିଗଲା ବେଳକୁ ସେ ମିସ୍ତ୍ରୀ ଆଉ ଯୋଉ ଯୋଉ ରେଟ୍ ଗୁଡିକ କହିଲା, ଆଉ ମୁଁ ତାକୁ କ୍ୟାନସେଲ କରିଦେଲି। ନାହିଁ, ମୁଁ ତ ମତେ ଗୋଟେ ଏଇ କାମ ପାଇଁ ବଜେଟ ଦିଅ, ତାପରେ ମୁଁ ପଇସା ଆଡଜଷ୍ଟ କରିକି ଆସିକି କରିବି। ତ ସେ ଅନେକ ହିସାବ ଦେଖେଇଲା, ବହୁତ ପଇସା। ତ ମୁଁ ସେମିତି ଗୋଟେ ନିରାଶରେ ବସିଥିଲି। ଗୋଟେ ଭଲ ମିସ୍ତ୍ରୀ କାହିଁ, ମାନେ ମୁଁ ତ ଗାଁରେ ରହୁନି, କମ ଖର୍ଚ୍ଚରେ ଯେମିତି ହେଇପାରିବ। ତ ଜଣେ ସେପଟର ସୌରା, ଆମ ଗଜପତି ଅଞ୍ଚଳର ସୌରା ସମ୍ମିଳନୀର ଜଣେ ବିଶ୍ୱାସୀ ଭାଇ, ସେ ମିସ୍ତ୍ରୀ କାମ କରନ୍ତି ବା ଆଉ ଇଲେକ୍ଟ୍ରି ଆଉ ମିସ୍ତ୍ରୀ କାମ କରନ୍ତି। ସେ ମୋ ସହିତ ଭେଟ ହେଲେ, ଟିକେ ପୁରୁଣା ସମ୍ପର୍କ ଥିଲା। ତ କଣ ଏମିତି କଥା ହେଲା ପରେ ସିଏ ଆଉ ମୁଁ ଯେତେବେଳେ କହିଲି ତାଙ୍କୁ, ସେ କହିଲେ ଯୋଉ ମିସ୍ତ୍ରୀ କି ଭାଇ ତୁମେ ପ୍ରଭୁଙ୍କର କାର୍ଯ୍ୟ କରୁଛ, ଯୋଉ ମିସ୍ତ୍ରୀ କି ତୁମର କହିଛନ୍ତି ତୁମ ସବୁ କାର୍ଯ୍ୟ କରିଦେବା ପାଇଁ 20-22 ହଜାର ଟଙ୍କା ନେବି ବୋଲି, ସେ କହିଲେ ତାର ଅଧା ରେଟରେ ମୁଁ ତୁମ ପାଇଁ କରିଦେବି। ତେଣୁ ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେଲି। ଆଉ ସେ କହିଲେ ମୁଁ ତୁମ ପାଇଁ ଏତିକି କରିପାରିବି। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି, କାରଣ ଆଜିକା ଡେଟରେ ମିସ୍ତ୍ରୀ ମାନେ ବହୁତ ଡିମାଣ୍ଡ କରୁଛନ୍ତି କାର୍ଯ୍ୟ ବି, ଆଉ କିନ୍ତୁ ଆମେ ବି ଘରେ ରହୁନୁ। ତ ଆମେ ଯେତେବେଳେ ଯାଇଥିଲୁ ମଝିରେ ଗାଁକୁ, କରେଣ୍ଟର ସମସ୍ୟା ଏମିତି ହେଇଛି ଯଦ୍ୱାରା ମାନେ ଆଉ ରାତି ଅନ୍ଧାରରେ ସେ ସ୍ଥାନରେ ରହିବାକୁ ପଡିଲା। ତେଣୁ ମୁଁ ପ୍ରାର୍ଥନା କରୁଥିଲି, ପ୍ରଭୁ ଗୋଟେ ସୁନ୍ଦର ମିସ୍ତ୍ରୀ ଯୋଗାଅ ଏବଂ ସମସ୍ତ ବିଷୟରେ ସହାୟ ହୁଅ।
तो से भाई प्रतिश्रुति देइछन्ते तुमे सब जिनस पत्र अरेंज करके एटा आनो मु अधा रेट रे तुम पई मोर मजूरी अधा रेट रे करबे सेति पई मु प्रभु को विशेष धन्यवाद दूची मोर प्रार्थना आरे प्रभु सहाय हेले एवं आपण मानकर प्रार्थना आम प्रति आम परिवार प्रति सेवा कार्य प्रति आउ उत्तम भाव में कार्य करुछि सेति पई मु प्रभु को धन्यवाद दिए आपण मानकर स्नेह आशीर्वाद एवं प्रेम पाए आपण मानकर निकट रे मु एवं मो परिवार चिर ऋणी अटु कारण जेते धन्यवाद देले भी हे पारिबोनी आउ निजर परिवार को मध्य आ धन्यवाद देवा कथा नो मो सम्मान करुछि आपण मानको आउ निश्चित मो पाई मो परिवार पाई मोर सेवा कार्य पाई मोर मिशन जो मिशन मो नेइछि मन रे जे अनरिच पीपल मान को रिच करबा ता जेपरि मो कंप्लीट करि पारिबि धन्यवाद नमस्कार। Praise the Lord.